ଜାଣିପାରିବ ଯେ ମୁଁ କାହା ବିଷୟରେ ପଢେଇବାକୁ ଚାହୁଁଛି। ଦେଖ ପିଲାମାନେ, ଓଡ଼ିଆ ସାହିତ୍ୟର ମାର୍କ୍ସବାଦୀ ଧାରାର ସୂତ୍ରଧର ତଥା ପ୍ରଗତିବାଦୀ ଆନ୍ଦୋଳନର ବଳିଷ୍ଠ ପ୍ରତିଭା ହେଉଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ, ଯିଏକି ନବଯୁଗ ସାହିତ୍ୟ ସଂସଦ ନାମକ ଏକ ସାଂସ୍କୃତିକ ଅନୁଷ୍ଠାନ ଗଠନ କରି ଆଧୁନିକ ନାମରେ ତାର ଏକ ମୁଖପତ୍ର ନିଜ ସମ୍ପାଦକରେ ପ୍ରକାଶ କରିବାରେ ମଧ୍ୟ ସେ ଥିଲେ ଅଗ୍ରଗାମୀ। ତାଙ୍କ ଦ୍ୱାରା କୃଷକ, ଆଗେଇ ଚାଲ, ମୁକ୍ତି ଯୁଦ୍ଧ ଆଦି କେତେଟି ସମକାଳୀନ ପତ୍ରିକାର ସମ୍ପାଦନ କରୁଥିଲେ, କିନ୍ତୁ ଆଧୁନିକ ପତ୍ରିକା ପାଇଁ ସେ ନିଜର ବଳିଷ୍ଠ ପରିଚୟ ସୃଷ୍ଟି କରିପାରିଛନ୍ତି। ସିଏ କିଏ? ସିଏ ହେଉଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ। ଏଇ ମହାନ ଗାଳ୍ପୀଙ୍କର ଜନ୍ମ ପିଲାମାନେ ହୁଏ 1908 ଫେବୃଆରୀ 1 ତାରିଖରେ ବିଶ୍ୱନାଥପୁର, ପୁରୀ ଠାରେ। ଏଟା ହଉଛି ପିଲାମାନେ ଭଗବତୀ ଚରଣ ପାଣିଗ୍ରାହୀଙ୍କର। ଖାତା ପେନ୍ ଖୋଲ, ଟିକେ ଟିକେ ସର୍ଟ ନୋଟ କର ତାଙ୍କର ଜନ୍ମ ଏବଂ ମୃତ୍ୟୁ ପିଲାମାନେ 1943 ଅକ୍ଟୋବର 23 ତାରିଖ। ପିତା ଥିଲେ ସ୍ୱପ୍ନେଶ୍ୱର ପାଣିଗ୍ରାହୀ, ମାତା ସରସ୍ୱତୀ ଦେବୀ। ଦେଖ ପିଲାମାନେ, ମାତ୍ର 35 ବର୍ଷ ସେ ବଞ୍ଚିଥିଲେ। ମାନେ ତାଙ୍କର ଜନ୍ମ ହଉଛି କେବେ ନା ଆମର 1908 ରେ, ମୃତ୍ୟୁ ହଉଛି 1943। ତ ଏଇ ଯୋଉ ଅଳ୍ପ ଜୀବ ଆୟୁ, ମାନେ ଅଳ୍ପ ଜୀବନ କାଳ ମଧ୍ୟରେ ସେ ତାଙ୍କ ସଂଘର୍ଷ ଥିଲା ବହୁତ ଅଧିକ। ଯେତିକ ଦିନ ସେ ବଞ୍ଚିଥିଲେ ପିଲାମାନେ, ସେ କଣ କରୁଥିଲେ ନା ତାଙ୍କ ଲେଖନୀ ଦ୍ଵାରା ଆମ ଓଡିଶାର ଲୋକମାନଙ୍କୁ ସଚେତନତା ସୃଷ୍ଟି କରିଦେଇଥିଲେ। ବିଦ୍ରୋହ କରିବାର ସ୍ୱର ଦେଖା ଦେଇଥିଲା ତାଙ୍କ ଲେଖାରେ। ଯେତେବେଳେ ବ୍ରିଟିଶ ରାଜତ୍ୱ ସମୟରେ ଓଡିଶା ଯେତେବେଳେ କୁସଂସ୍କାର, ଅତ୍ୟାଚାର, ଦୁଃଖରେ ପରିପୂର୍ଣ୍ଣ ହେଉଥିଲା, ସେଇ ସମୟରେ କେତେ ଜଣ ଏଇ ମହାନ ବିଦ୍ୱାନ ଧରାପୃଷ୍ଠକୁ ଆସିଥିଲେ ଏବଂ ନିଜ ଲେଖନୀ ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ତ ସେଇମାନଙ୍କ ଭିତରୁ ଭଗବତୀ ଚରଣ ପାଣିଗ୍ରାହୀ ଅନ୍ୟତମ। ତ ସେ ଭଗବତୀ ଚରଣ ପାଣିଗ୍ରାହୀଙ୍କର ଗଳ୍ପକୁ ପିଲାମାନେ ଆମେ ପଢିବୁ। ଦେଖ ପିଲାମାନେ, ଭଗବତୀ ଚରଣ ପାଣିଗ୍ରାହୀକୁ ପଢିବାକୁ ହେଲେ ଆମକୁ ପ୍ରଗତିବାଦୀ ସାହିତ୍ୟ ଆକୁ ଜାଣିବାକୁ ହବ। କାହିଁକି ନା ପ୍ରଗତିବାଦୀ ସାହିତ୍ୟକୁ ଆମେ ଯଦି ନ ଜାଣିବା, ତାହେଲେ ଆମେ ଭଗବତୀ ଚରଣ ପାଣିଗ୍ରାହୀଙ୍କର ଗଳ୍ପକୁ ଆମେ ହୃଦୟଙ୍ଗମ କରିପାରିବା ନାହିଁ। ଯେ ପ୍ରଗତିବାଦୀ ସାହିତ୍ୟ କେମିତି ଆସିଲା, ଇଏ ବହୁତ ବଡ ବିଷୟ, କିନ୍ତୁ ଆମର ସ୍ୱଳ୍ପ ସମୟ ମଧ୍ୟରେ ମୁଁ ତମମାନଙ୍କୁ ଟିକେ ସାମ୍ୟକ ଧାରଣା ଦେବି, ଯାହାକି ତମକୁ ତାଙ୍କର ଗଳ୍ପ ଗୁଡିକ ବୁଝିବା ପାଇଁ ସହଜ ହବ। ତ ଆମର ଆଜି ମାନେ ପ୍ରଗତିବାଦୀ ଉପରେ ଏତେ ନାହିଁ, ଖାଲି ଅଳ୍ପ ଟିକେ ମୁଁ ତମମାନଙ୍କୁ କହୁଛି। ଦେଖ, ଯେତେବେଳେ ଆମର ପ୍ରଗତିବାଦୀ ସାହିତ୍ୟ କେମିତି ଆସିଲା, ମାନେ ଆସିବାର କାରଣ କଣ ଥିଲା, କାହିଁକି ଆସିଲା, ତ ପ୍ରଗତିବାଦୀ ସାହିତ୍ୟ ଆସିବାରୁ ଲେଖକଙ୍କର ଲେଖା ପରିବର୍ତ୍ତନ କାହିଁକି ହେଲା ନା, ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ, ମାନେ ଆମର 1914 ମସିହା ପ୍ରଥମ ବିଶ୍ୱଯୁଦ୍ଧ ପରେ ମଣିଷ ମନରେ ଯୋଉ ଗଭୀର ନୈରାଶ୍ୟ ବେଦନାର ସ୍ୱର ସୃଷ୍ଟି ହୋଇଥିଲା, ମାନେ ମଣିଷ ମନରେ ଯୋଉ ମାନେ ନୈରାଶ୍ୟ ବୋଧ ସୃଷ୍ଟି ହୋଇଥିଲା, ତାହା ଗୋଟେ ଭୟଙ୍କର ତାଣ୍ଡବ ରଚିଥିଲା। ଏହି ସମୟରେ ରୁଷରେ ଅଗଷ୍ଟ ବିପ୍ଳବ, କାଲମାର୍ସଙ୍କ ପ୍ରବର୍ତ୍ତିତ ସାମ୍ୟବାଦୀ ଦର୍ଶନ ବିଶ୍ୱ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। କାଲମାର୍ସ ତାଙ୍କ ଦର୍ଶନରେ କହିଥିଲେ ଯେ ସମଗ୍ର ସଂସାର ମଣିଷ ମଧ୍ୟରେ ଯେଉଁ ସମୃଷ୍ଟି ସୃଷ୍ଟି ହେଉଛି, ତାହା ହେଉଛି ଉତ୍ପାଦନଗତ ସମ୍ପର୍କ। ଏହି ସମ୍ପର୍କ ମଣିଷ ମଧ୍ୟରେ ସୃଷ୍ଟି କରିଥାଏ। ବୈଷମ୍ୟ ଏଥିପାଇଁ ସମାଜରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଥାଏ। ସମସ୍ତେ ଜାଣିଛ ପିଲାମାନେ ଯେ ଦୁଇଟି ଗୋଷ୍ଠୀର ସୃଷ୍ଟି ହୋଇଥାଏ। କଣ? ଗୋଟିଏ ଶୋଷକ ଆଉ ଗୋଟେ ଶୋଷିତ। ଶୋଷକ କଣ ନା, ଯିଏ ଶୋଷଣ କରେ, ଅର୍ଥାତ୍ ବୁର୍ଜୁଆ, ଯୋଉମାନେ ପୁଞ୍ଜିପତି ମାନେ, ଆଉ ଶୋଷିତ। ଏଇ ଦିଟା ଗୋଷ୍ଠୀ ପିଲାମାନେ ଆମ
ଶୋଷିତ କରୁଥିଲା ଆଉ ଶୋଷିତ ସର୍ବଦା ନିଜ ପଦବୀ ପାଇଁ ସଂଘର୍ଷ କରି ଆସୁଥିଲା। ତ ଏହିଭଳି ଆମର ଜୀବନ ଥିଲା ଲୋକମାନଙ୍କର ଦ୍ୱିତୀୟ ଆମର ବିଶ୍ୱଯୁଦ୍ଧ ପରେ। ତ ସେହି ସମୟରେ ସେଇ ସମୟରେ ଓଡ଼ିଆ ସାହିତ୍ୟରେ ସୃଷ୍ଟି ହେଲା ପ୍ରଗତି ଯୁଗ। ଏହି ଯୁଗର ସୃଷ୍ଟି ମୁଖ୍ୟ ଆଧାର ଥିଲା ପିଲାମାନେ ନବଯୁଗ ସାହିତ୍ୟ ସଂସଦ। ସମସ୍ତଙ୍କୁ ମୁଁ ପୂର୍ବରୁ ମଧ୍ୟ କହିଛି ନବଯୁଗ ସାହିତ୍ୟ ସଂସଦର ସ୍ରଷ୍ଟା କିଏ ନା ଭଗବତୀ ଚରଣ ପାଣିଗ୍ରାହୀ। ତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠା ଏବଂ ସେଇ ହଉଛି ତାଙ୍କରି ଦ୍ୱାରା ଆଧୁନିକ ଶୀର୍ଷକ ପତ୍ରିକା ପ୍ରକାଶ ପାଇଛି। ଏହାର ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ। ସମକାଳୀନ ଅନେକ କବି ଏହି ସଂସଦ ସହିତ ସଂଶ୍ଳିଷ୍ଟ ହୋଇ ଅନେକ ପ୍ରଗତିଶୀଳ କବିତା ରଚନା କଲେ ଏବଂ ଯୁଗକୁ ସୁଦୃଢ କଲେ। ପିଲାମାନେ ଦେଖ ଏଇ ପ୍ରଗତିବାଦୀ ସାହିତ୍ୟକୁ ଅନେକ ରାଇଟର ଆସିଛନ୍ତି। ତାଙ୍କ ଲେଖାକୁ ବହୁତ ପ୍ରଗତିବାଦୀ ସାହିତ୍ୟକୁ ପସନ୍ଦ କରିଛନ୍ତି। କାହିଁକି ନା ଇଏ ଥିଲା ହିଂସାତ୍ମକ ଯେ ଆମକୁ ଯେତେବେଳେ ଆମେ ପୂର୍ବରୁ ପିଲାମାନେ ସବୁ କୌଣସି ପ୍ରତିବାଦର ସ୍ୱର ନଥିଲା। ଶାସକ କହୁଛି ଆମେ ତାହାକୁ ଶୁଣିଦବା। କିନ୍ତୁ ପ୍ରଗତିବାଦୀ ସାହିତ୍ୟ ଯେତେବେଳେ ଆସିଲା ଶୋଷଣ ଯୋଉମାନେ ହଉଛନ୍ତି ଯେ ତଳ ଶ୍ରେଣୀର ଯୋଉ ଲୋକମାନେ ଯୋଉମାନେ କହୁଛନ୍ତି ସେମାନେ ପୁଞ୍ଜିପତି ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। ଯାହାକି ସତ୍ୟବାଦୀ ଆଧୁନିକ ସାହିତ୍ୟର ରାଧାନାଥ ଯୁଗ କୀର୍ତ୍ତି ଯୁଗ ଏଇଗୁଡାକରେ କୋଉଠି ବି ଏ ଜିନିଷ ନାହିଁ ଯେ ନିଜର ମତକୁ ପ୍ରକାଶ କରିବାର ସାହସ କାହାରି ନଥିଲା। ଏଇ ପ୍ରଗତିବାଦୀ ସାହିତ୍ୟରେ ହିଁ ପ୍ରଥମେ ସୃଷ୍ଟି ହୋଇଛି। ତ ଏହି ଯୁଗରେ ପିଲାମାନେ ବହୁତ ବଳିଷ୍ଠ ସବୁ ଗାଳ୍ପିକ ଔପନ୍ୟାସିକ ସବୁ ଆସିଲେ। କବି ମାନେ ବହୁତ ପ୍ରକାରର ଲେଖିଲେ ଆମର ପ୍ରଗତିବାଦୀ ସାହିତ୍ୟକୁ ନେଇକି। ଯେମିତି କି ଆମର ବିଚେତ ଚରଣ ପଟ୍ଟନାୟକ, ଉପେନ୍ଦ୍ର କିଶୋର ଦାସ, ରଘୁନାଥ ଦାସ, ଅନନ୍ତ ପଟ୍ଟନାୟକ, ଭଗବତୀ ଚରଣ ପାଣିଗ୍ରାହୀ, ସଚିଦାନନ୍ଦ ରାଉତରାୟ ଏମିତି ଅନେକ ଆମର ଗାଳ୍ପିକ ଲେଖକ ଆସିଲେ ଯୋଉମାନେ କି ଆମର କଣ କରିଛନ୍ତି ନା ପ୍ରଗତି ସାହିତ୍ୟକୁ ଆହୁରି ଆଗକୁ ନେଇକି ଚାଲିଲେ। ଯେମିତି ସଚିଦାନନ୍ଦ ରାଉତରାୟ ତାଙ୍କର ଯୋଉ ଚିତ୍ରଗ୍ରୀବ ଉପନ୍ୟାସ ଅଛି ସେଥିରେ ମଧ୍ୟ ବୈପ୍ଳବିକ ଚିନ୍ତା ଦର୍ଶନ ଆମେ ଦେଖିବାକୁ ପାଇବା। ଏମିତି ଅନେକ ଜିନିଷ ସବୁ ରହିଛି। ତ ଆମର ସେଗୁଡାକୁ ଛାଡ ଆଜି ଆମର ଭଗବତୀ ଚରଣ ପାଣିଗ୍ରାହୀଙ୍କର ଗଳ୍ପ ବିଷୟରେ ପଢିବା। ତ ମୁଁ ଭାବୁଛି ପିଲାମାନଙ୍କର ଟିକେ ସମ୍ୟକ ଧାରଣା ହେଇଯାଇଥିବ ଯେ ପ୍ରଗତିବାଦୀ ସାହିତ୍ୟ ଉପରେ। ତ ତାଙ୍କର ପିଲାମାନେ ସେ ଯଦି ଆମର ଭଗବତୀ ଚରଣ ପାଣିଗ୍ରାହୀ ମାର୍କ୍ସବାଦୀ ଚିନ୍ତାଧାରାରେ ସେ କବି ଥିଲେ। ତାଙ୍କ ଦ୍ୱାରା ମଧ୍ୟ ଅନେକ ପତ୍ର ପତ୍ରିକା ପ୍ରକାଶିତ ହୋଇଥିଲା। ଯେମିତି କି ମୁଁ ତମମାନଙ୍କୁ କହିଲି ଆଗେଇ ଚାଲ ଆଗେଇ ଚାଲ, ମୁକ୍ତି ଯୁଦ୍ଧ ଏଇଭଳି କେତେକ ପତ୍ରିକା ମଧ୍ୟ ତାଙ୍କ ଦ୍ୱାରା ପ୍ରକାଶିତ ହେଇଛି। କିନ୍ତୁ ସେ ଆଧୁନିକ ପତ୍ରିକା ପାଇଁ ବେଶ ସୁନାମ ଅର୍ଜନ କରିଛନ୍ତି। ହେଲା ପିଲାମାନେ ତାଙ୍କର ଗଳ୍ପ ଗୁଡିକ ସେ ବହୁତ କମ ଗଳ୍ପ ଲେଖିଛନ୍ତି। ଟୋଟାଲ 12ଟି ଗଳ୍ପ ପିଲାମାନେ ଲେଖିଛନ୍ତି। କିନ୍ତୁ ସେଇ 12ଟି ଗଳ୍ପ ପାଇଁ ସେ ଯେତେକ ପରିଚିତ ହେଇଛନ୍ତି ହୁଏତ ବହୁତ ଲୋକ ବହୁତ ଲେଖିକି ବି ସେତିକ ପରିଚିତ ହେଇନାହାନ୍ତି। ତ ତାଙ୍କର ସେଇ 12ଟି ଗଳ୍ପ ତମ ମାନଙ୍କୁ ମୁଁ କହୁଛି ସେ 12ଟି ଗଳ୍ପ ପରବର୍ତ୍ତୀ ସମୟରେ ଶିକାର ଓ ଅନ୍ୟାନ୍ୟ ଗଳ୍ପ ନାମରେ ସଂକଳିତ ହେଇଛି। ତ ସେଇ 12ଟି ଯାକ ଗଳ୍ପ ଗୋଟିଏ ଗଳ୍ପ ସଂକଳନରେ ସ୍ଥାନିତ ହେଇଛି। ତା ନାଁ ହେଉଛି ଶିକାର ଓ ଅନ୍ୟାନ୍ୟ ଗଳ୍ପ ସଂକଳ୍ପ। ହେଲା ତ ସଂକଳିତ ହେଇଛି। ତ ପିଲାମାନେ ଆମେ ତାଙ୍କର ଏବେ ଗଳ୍ପ ଗୁଡିକ ଦେଖିବା। ତାଙ୍କର 12ଟି ଗଳ୍ପ ଅଛି। ତ ତାଙ୍କର ପ୍ରଥମ ଗଳ୍ପ ପିଲାମାନେ ହଉଛି ଜଙ୍ଗଲି। ସମସ୍ତେ ଲେଖ ଜଙ୍ଗଲି 1929। ତାପରେ ଆସିବ ଜୀବନ ସମାଧି 1932। ସମୟାତୀତ 1932। ମିଶ୍ରଙ୍କ କପ ମଧ୍ୟ 1932। ବଞ୍ଚିତା ମଧ୍ୟ 1932ରେ। ମଜଲିସ 1934ରେ। ମୃତ୍ୟୁର ବିବେଚନା 1934। ଝଡ଼ ହଉଛି 1934। ମୀମାଂସା 1934।
1934, ଆରମ୍ଭ ଓ ଶେଷ 1934, ଶିକାର 1936, ହାତୁଡ଼ି ଓ ଦା 1936। ହାତୁଡ଼ି ଓ ଦା। ତ ପିଲାମାନେ ଏଇ 12ଟି ଗଳ୍ପ ଆମର ଭଗବତୀ ଚରଣ ପାଣିଗ୍ରାହୀଙ୍କର ଗଳ୍ପ ସଂକଳନରେ ମାନେ ଶିକାର ଓ ଅନ୍ୟାନ୍ୟ ଗଳ୍ପ ସଂକଳନରେ ସ୍ଥାନିତ ହୋଇଛି। କୁହନ୍ତୁ। ହଁ ମୁଁ କହିବି କ୍ଲାସ ସରିଲେ, ଠିକ ଅଛି। ତ ଏଇ ସବୁ ଗଳ୍ପ ଗୁଡାକ ଆମର ରହିଛି କଣ ନା ହଉଛି ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ ସଂକଳନରେ ସ୍ଥାନିତ। ତ କ୍ୱେଶ୍ଚନ ପିଲାମାନେ ଆମ ନେଟ୍ ଏକ୍ସାମ ରେ ଏଇ 12ଟା ଗଳ୍ପରୁ ହିଁ କ୍ୱେଶ୍ଚନ ଆସୁଛି। ଆମେ ତାକୁ ଯଦି ଥରଲି ପଢିଦବୁ ସେଇ 12ଟି ଗଳ୍ପ ଆମେ ନିଶ୍ଚିତ କିଛି ମାର୍କ ଆମେ ସ୍କୋର କରିପାରିବୁ। ଦେଖ ତାଙ୍କର ଗୋଟେ ଗଳ୍ପ ଅଛି ପିଲାମାନେ ଜଙ୍ଗଲି। ସମସ୍ତେ ଲେଖ ପିଲାମାନେ ଜଙ୍ଗଲି ହଉଛି ଆମର ଭଗବତୀ ଚରଣ ପାଣିଗ୍ରାହୀଙ୍କର ପ୍ରଥମ ଗଳ୍ପ ହଉଛି ଜଙ୍ଗଲି। ସମସ୍ତେ ଲେଖ। ଦେଖ ପିଲାମାନେ ଏହା ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ। ଜଙ୍ଗଲି ଆମର ଗଳ୍ପଟି ଉତ୍କଳ ସାହିତ୍ୟରେ ପ୍ରକାଶିତ। ଏଠାରେ ପିଲାମାନେ ଫ୍ରଏଡଙ୍କ ମନୋବିଜ୍ଞାନିକ ଭାବଧାରା ଏହି ପ୍ରବନ୍ଧରେ ଆମେ ଏଇ ଗଳ୍ପରେ ଦେଖିବାକୁ ପାଇବା। କୋଉଥିରେ ନା ଏଇ ଜଙ୍ଗଲି ଗଳ୍ପରେ ଫ୍ରଏଡଙ୍କ ମନୋବିଜ୍ଞାନ ଭାବଧାରା ଏଠି ଦେଖିବାକୁ ମିଳେ। ହେଲା, ଆଉ ଗୋଟେ ପିଲାମାନେ ଦେଖ ମୁଁ ତମ ମୁଖ ଗୋଟେ ଭଲ କଥାଟେ କହୁଛି ଯେ ନିତ୍ୟାନନ୍ଦ ଶତପଥୀ ଏଇ ଜଙ୍ଗଲି ବିଷୟରେ ମତ ଦେଇ କହିଛନ୍ତି ଯେ ଗ୍ରୀମ ବିଥରଙ୍କ ଦ ବିୟୁଟି ଏଣ୍ଡ ଦ ବେଷ୍ଟ ଗଳ୍ପର ପ୍ରଭାବ ରହିଛି କୋଉଥିରେ ନା ଏଇ ଜଙ୍ଗଲି ଯୋଉ ଗଳ୍ପ ରହିଛି ପିଲାମାନେ ଭଗବତୀ ଚରଣ ପାଣିଗ୍ରାହୀଙ୍କର ନିତ୍ୟାନନ୍ଦ ଶତପଥୀ କହିଛନ୍ତି ଯେ ଗ୍ରୀମ ବିଥରଙ୍କ ଦ ବିୟୁଟି ଏଣ୍ଡ ଦ ବେଷ୍ଟ ଗଳ୍ପର ପ୍ରଭାବ ପଡିଛି। ଠିକ ଅଛି। ତ ତାହେଲେ ଆମେ ଜଙ୍ଗଲୀର ମୁଖ୍ୟ କଥାବସ୍ତୁ ପିଲାମାନେ ଜାଣିବା। ଏଇଟା ସମସ୍ତେ ମନେ ରଖ, ଏଇଟା ଲେଖକ ଆମର କାଳ୍ପୀଙ୍କର ପ୍ରଥମ ଗଳ୍ପ। ସେ ଯେତେବେଳେ ବିଏ ପଢୁଥିଲେ ସେତେବେଳେ ଏଇ ଗଳ୍ପଟି ସେ ଲେଖିଥିଲେ। ଦେଖ ଗୋଟେ ଜଙ୍ଗଲରେ ଗୋଟେ ବହୁତ ଛୋଟ 2 ବର୍ଷର ଗୋଟେ ଛୁଆକୁ ନେଇ ତା ବାପା ସେଠି ରହୁଥିଲେ ଗୋଟେ ଜଙ୍ଗଲରେ। ତା ବାପା ଜଣେ ଡକାୟତଟେ ଥିଲେ, ଚୋରି କରନ୍ତି ବା ଡକାୟତ କାମ କରନ୍ତି। ତ ସେ ଲୁଚିକି ରହୁଥିଲେ ଗୋଟେ ଗୁମ୍ଫା ମାଧ୍ୟମରେ। କିନ୍ତୁ ସେ ଚୋରି ପାଇଁ ତାଙ୍କୁ କଣ କରିଥିଲେ ନା ପୋଲିସ ମାନେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଯାହା ଫଳରେ ତା ବାପା ଆଜୀବନ କାରାଦଣ୍ଡ ଭୋଗ କରିଥିଲା। ପୁଅଟି ସେଇ ଜଙ୍ଗଲରେ ନିଜ ଜୀବନ ଅତିବାହିତ କରିଥିଲା। ସେ ପିଲାଟିର ନାଁ ପିଲାମାନେ ଜଙ୍ଗଲି। ହେଲା, ତ ସିଏ ମଣିଷ ସତ କିନ୍ତୁ ପଶୁ ନୁହେଁ, କିନ୍ତୁ ମଣିଷ ଅପେକ୍ଷା ପଶୁ ଭଳି ସେ ଦେଖାଯାଏ। କାହିଁକି ନା ଯେହେତୁ ସେ ଛୋଟ ବେଳୁ ପଶୁ ପକ୍ଷୀ ମାନଙ୍କ ସହିତ ଖେଳିଲା, ବୁଲିଲା, ଉଠିଲା, ସବୁ ଜିନିଷ କଲା। ତ ତାର ପ୍ରବୃତ୍ତି ମଧ୍ୟ ପଶୁ ମାନଙ୍କ ପରି ହୋଇଛି। ଶରୀର ହୁଏତ ମଣିଷ ପରି ହୋଇଛି କିନ୍ତୁ ପ୍ରବୃତ୍ତି ତାଙ୍କର ହଉଛି ଆମର ପଶୁ ପକ୍ଷୀ ମାନଙ୍କ ପରି। ସେ ନା କିଛି ଉଚ୍ଚାରଣ ଜାଣିଛି, କଥା କହିବା ଜାଣିଛି ନା ଅନୁଭବ, ଏସବୁ ଜିନିଷ ଜଙ୍ଗଲି ପାଖରେ କିଛି ନଥାଏ। ସେ ଜଙ୍ଗଲରେ ଫଳମୂଳ ଖାଇବା, ପଶୁ ପକ୍ଷୀ ମାନଙ୍କ ସହିତ ଖେଳିବା, ଏହିଭଳି ଭାବରେ ତା ଦୈନନ୍ଦିନ ଜୀବନ ନିର୍ଭର କରୁଥାଏ। କିଛି ଦିନ ସିଏ ମଧ୍ୟ ସିଏ ଗୋଟେ ହରିଣୀ ସହିତ ତାର ବହୁତ ଭଲ ସମ୍ପର୍କ, ବହୁତ ସ୍ନେହ ଶ୍ରଦ୍ଧା ରହିଛି ହରିଣୀ ସହିତ। ହରିଣୀକୁ ତାର ଜୀବନରେ ସବୁ କିଛି ସିଏ ମାନି ନେଇଛି। ହରିଣୀ ସହିତ ସିଏ ଈର୍ଷା କରିଛି, କାହିଁକି ନା ହରିଣୀ ଯେତେବେଳେ ଦୌଡି ଯାଇଛି ଆଗକୁ, ସେତେବେଳେ ତା ସହିତ ଜଙ୍ଗଲି ପାରି ନାହିଁ। ତାକୁ କାଟିକି ହରିଣୀ ପଳେଇ ଯିବା ଫଳରେ ଜଙ୍ଗଲି ମନ ଦୁଃଖ କରିଛି, ରାଗି ଯାଇଛି, ଅଭିମାନ କରିଛି ଯେ ମୁଁ ଆଉ ହରିଣୀ ସହିତ କଥା ହେବିନି। କିନ୍ତୁ ହରିଣୀ ଯେତେବେଳେ ଘୁରି ଆସି ତା ମୁହଁକୁ ତା ଭିତରେ ମାନେ ତା ମୁହଁରେ ଘଷି ଦେଇଛି, ତାର ରାଗ ସବୁ କୁଆଡେ ଚାଲି ଯାଇଛି। ତ ଏହିପରି ଭାବରେ ତାର ଜୀବନ ଚାଲିଛି। କିନ୍ତୁ ଠିକ ସେଇ ସମୟ ମଧ୍ୟରେ ଜଣେ ଶବରୀ କନ୍ୟା ସେ ପଥ ଭୁଲି ସେ ଗୁମ୍ଫା ପାଖରେ ପହଞ୍ଚିଛି। ହଠାତ୍ ତାକୁ ଜଙ୍ଗଲ
ଜଙ୍ଗଲି ଯେତେବେଳେ ଦେଖି ଛୁଇଁଛି ସେ ପୁରା ଅଚେତ ଅବସ୍ଥାରେ ପଡି ଯାଇଛି, ଜଙ୍ଗଲି ତାକୁ ଯତ୍ନ ନେଇଛି, ଏମିତି କରିକି ସିଏ ଝିଅ ବି ବଞ୍ଚିଛି। କିନ୍ତୁ ସେ ଝିଅ ଈର୍ଷା ପରାୟଣ ହେଇଛି ହରିଣୀ ପ୍ରତି, କାହିଁକି ନା ଜଙ୍ଗଲି ହରିଣୀକୁ ବହୁତ ଭଲ ପାଉଥାଏ, ତ ସିଏ ତା ପ୍ରତି ଈର୍ଷା କରିଛି। ଏହିପରି ଭାବରେ ହରିଣୀକୁ ସେ ବହୁତ ଅତ୍ୟାଚାର କରିଛି ସେଇ ଶବରୀ କନ୍ୟା। କିଛି ଦିନ ପରେ ସେ ଶବରୀ କନ୍ୟାର ବାପା ସେ ଜଙ୍ଗଲକୁ ଆସିଛନ୍ତି ଏବଂ ସେ ଗୁମ୍ଫା ମଧ୍ୟରେ ନିଜ ଝିଅକୁ ପାଇଛନ୍ତି, କିନ୍ତୁ କିଛି ଭୁଲ ବୁଝାମଣା ହେତୁ ସେ ଜଙ୍ଗଲୀକୁ ମାରି ଦେଇଛନ୍ତି ଶରାଘାତ କରିକି। ମାନେ ଶବରୀ କନ୍ୟା କିଛି କହିବା ପୂର୍ବରୁ ତାଙ୍କ ବାପା ତାକୁ ଶରାଘାତ କରି ତାକୁ ମାରି ଦେଇଛନ୍ତି। ତ ଏହିପରି ଭାବରେ ଗୋଟେ ଦୁଃଖଦ କଥାକୁ ନେଇକି ଏହି ଜଙ୍ଗଲୀ ଗଳ୍ପଟି ଲେଖା ହେଇଛି। ତ ଏଠି ମୁଖ୍ୟ ଚରିତ୍ର ପିଲାମାନେ ଜଙ୍ଗଲୀ ରହିଛି, ଦେଖିବ କ୍ୱେଶ୍ଚିନ୍ ଆସିପାରେ। ତାପରେ ପିଲାମାନେ ଦେଖ ତାଙ୍କର ଦ୍ୱିତୀୟ ଗଳ୍ପ ହଉଛି ଜୀବନ ସମାଧି। ଏହି ଗଳ୍ପଟା ପିଲାମାନେ ଭାରି ଇମ୍ପୋର୍ଟାଣ୍ଟ ଗଳ୍ପ, କାହିଁକି ନା ଜୀବନ ସମାଧି ଗଳ୍ପ ପିଲାମାନେ ଯେ ପ୍ରଗତିବାଦୀ ସାହିତ୍ୟର ସ୍ୱର ସେଇଟା ଆମର ଏଇ ଗଳ୍ପରେ ହିଁ ପ୍ରଥମେ ପ୍ରତିଫଳିତ ହୋଇଛି। ସମସ୍ତେ ଲେଖ ପିଲାମାନେ ଜୀବନ ସମାଧିଟା ସହକାର ପତ୍ରିକାରେ ପ୍ରକାଶିତ। ଏ ଯୋଉ ଜୀବନ ସମାଧି ପତ୍ରିକା ଆମର ରହିଛି ଏଟା ସହକାର ପତ୍ରିକାରେ ପ୍ରକାଶିତ। ଏହି ଗଳ୍ପରେ ପିଲାମାନେ ପୁଞ୍ଜିବାଦ ବିରୋଧରେ ପ୍ରଥମ ପ୍ରତିବାଦ ଭାବରେ ଗ୍ରହଣ କରାଯାଇଛି। ଯେ ପୁଞ୍ଜିବାଦୀ ମାନଙ୍କ ବିରୋଧରେ ପ୍ରଥମେ ପ୍ରତିବାଦ ହୋଇଛି। ଏଇଠି ଗୋଟେ କ୍ୱେଶ୍ଚିନ୍ ବି ହେଇପାରିବ, ଚନ୍ଦ୍ରଶେଖର ନନ୍ଦଙ୍କ ଗଦା ଡକାୟତ ସହ ମଧ୍ୟ ଏଟାକୁ ତୁଳନା କରାଯାଇଛି। ଚନ୍ଦ୍ରଶେଖର ନନ୍ଦଙ୍କର ଗଦା ଡକାୟତ ଗୋଟେ ଗଳ୍ପ ଅଛି, ତାକୁ ଜୀବନ ସମାଧି ସହିତ ତୁଳନା କରାଯାଇଛି। ଏଥିରେ ପିଲାମାନେ ଦେଖିବା ଯେ ପ୍ରଥମ ଥର ପାଇଁ ଶୋଷିତ ମଣିଷ ବୃଦ୍ଧ ଚାକରାଣୀ ମାଲିକ ବିରୁଦ୍ଧରେ କେମିତି ସ୍ୱର ଉତ୍ତୋଳନ କରିଛି। ଦେଖ ଏଇଟା ଗୋଟେ ଦେଇଛି ଯେ ଏଠି ଗୋଟେ ଭିନ୍ନ ଧରଣର ଗଳ୍ପ। ତାର ବିଷୟବସ୍ତୁକୁ ଦେଖିବା ଯଦି ଜୀବନର ସମାଧି, ଏହା ଏକ ଭିନ୍ନ ଧରଣର ଗଳ୍ପ। ମାନେ ପ୍ରଥମେ ଏଟାକୁ ମାନେ ସାମ୍ୟବାଦର ସ୍ୱର ଉଠେଇଛି। ମୁଖ୍ୟ ଚରିତ୍ର ପିଲାମାନେ ଏଠି ରହିଛି ଜଣେ ସ୍ୱଳ୍ପ ବେତନ ଭୋଗୀ କିରାଣୀ, ତଥା ତାଙ୍କ ନାଁ ହଉଛି ଗଣେଶ ବାବୁ। ନା ପିଲାମାନେ ମନେ ରଖିବ ନିହାତି, ତମର ଗାର ଟାଣା ହଉ କିମ୍ବା ମ୍ୟାଚ୍ ହଉ ସବୁ ପଡି ଯାଉଛି ତୁମର ଚରିତ୍ର। ତ ଗଣେଶ ବାବୁ ଜଣେ ଅଛନ୍ତି, ସିଏ କିଏ ନା ସ୍ୱଳ୍ପ ବେତନ ଭୋଗୀ ଜଣେ କିରାଣୀ। ନିମ୍ନ ମଧ୍ୟବିତ୍ତ ମାନେ ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର କଥା ଗାଳ୍ପିକ ହେଲା। ଅଫିସରେ ସେ ଅଧୀନସ୍ଥ କର୍ମଚାରୀ, ତା ଉପରେ ଅନ୍ୟ ମାନଙ୍କର ଯୋଉ ହାକିମାତି, ଏଇ ସବୁ ବିଷୟକୁ ନେଇକି ହେଲା ମାନେ ଏଇ ଗଳ୍ପଟି ଲେଖା ଯାଇଛି। ଯେତେବେଳେ ଗଣେଶ ବାବୁ ମାନେ ଯିଏ ତାଙ୍କ ଘରର ମାଲିକ ଗଣେଶ ବାବୁ ଜଣେ ତାଙ୍କ ଘରେ ବୃଦ୍ଧ ଚାକରକୁ କିଛି ଆକଟ କରି କହିଛନ୍ତି, ସେତେବେଳେ ସେଇ ଆମର ଯୋଉ ବୃଦ୍ଧ ଚାକରାଣୀ ପାଟିରୁ ପିଲାମାନେ ବାହାରିଛି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ପିଲାମାନେ। ସେ ବୃଦ୍ଧ ଚାକରାଣୀ ଜଣକ କହୁଛି, ଡରିମି କି ଆମ, ମୁଁ କଣ କାହାଠାରୁ ମାଗି ଖାଉଛି କି? ହକ୍ କାମ କରୁଛି, ମୋ ଗଣ୍ଡାକ ମୁଁ ଆଣୁଛି। ଏକଥା ପିଲାମାନେ ବୃଦ୍ଧ ଚାକରାଣୀ ଜଣକ କହିଛି। ତ ଇଏ ପ୍ରଥମ ସରଳ ଉତ୍ତୋଳନ। କ୍ୱେଶ୍ଚିନ୍ ବହୁତ ବଢିଆ କ୍ୱେଶ୍ଚିନ୍ ପିଲାମାନେ ଆସିପାରିବ ଯେ ଭଗବତୀ ଚରଣ ପାଣିଗ୍ରାହୀଙ୍କର କେଉଁ ଗଳ୍ପରେ ପ୍ରଥମେ ପୁଞ୍ଜିପତି ମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହୋଇଥିଲା। ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନେ, ଇଏ ହଉଛି ଜୀବନର ସମାଧି ହେଲା। ତାପରେ ପିଲାମାନେ ଦେଖ ତାଙ୍କର ଆଉ ଗୋଟେ ଗଳ୍ପ ଆସିବ 3 ନମ୍ବର, ସମୟତୀତ ହେଲା। ସମସ୍ତେ ଲେଖିଦିଅ ସମୟତୀତ। ଏହା ପିଲାମାନେ ସହକାର ପତ୍ରିକାରେ ପ୍ରକାଶିତ। ତ ଦେଖ ପିଲାମାନେ ଏଇ ଯୋଉ ଆମର ସହକାର ପତ୍ରିକାରେ ପ୍ରକାଶ ହେଲା, ଏଟା ଗାନ୍ଧୀବାଦୀ ଦର୍ଶନ ମଧ୍ୟ ରହୁଛି। ଆଉ ଗୋଟେ କଥା, ଯୋଉ ବାଲେଶ୍ୱରରେ ଲୁଣମାରା ପ୍ରସଙ୍ଗ, ଲବଣ ସତ୍ୟାଗ୍ରହ, ଜାତୀୟ ମୁକ୍ତି ସଂଗ୍ରାମ କଥା ଏଇଥିରେ ରହିଛି। କେଉଁ ଗଳ୍ପରେ ଲୁଣମାରା ପ୍ରସଙ୍ଗ, ଲବଣ ସତ୍ୟାଗ୍ରହ କଥା ରହିଛି ନା ସମୟତୀତ। ସମସ୍ତେ ନୋଟ୍ କର ଯେ ସମୟତୀତ ଗଳ୍ପରେ
ଆମର ହଉଛି ଏଇ ଜିନିଷ ସବୁ ରହିଛି। ଦେଖ ନାୟକ ହଉଛନ୍ତି କିଏ? ଏଠି ନାୟକ ହଉଛନ୍ତି ସତ୍ୟ ଆଉ ନାୟିକା ହଉଛନ୍ତି ସୁରମା। ତ ଯେତେବେଳେ ଯୁବ ସୁଲଭତା, ଯଦି ଆମେ ଆମର ଗଳ୍ପର ବିଷୟବସ୍ତୁ ଦେଖିବା, ଯେ ଯୁବ ସୁଲଭତା, ଚପଳତା, ସତ୍ୟ। ତ ସତ୍ୟ ପ୍ରତି ପିଲାମାନେ ସୁରମାର ଦୁର୍ବଳତା ରହିଛି। ସୁରମା ତାକୁ ଭଲ ପାଇଛି, କିନ୍ତୁ ସତ୍ୟ ସେଥିରେ ଅନାସକ୍ତ ହେଲା। ସେ ସବୁକୁ ଗ୍ରହଣ କରିନାହିଁ। କାହିଁକି ନା ସିଏ ଥିଲା ଏଇ ଯୋଉ ଆମର ଲବଣ ସତ୍ୟାଗ୍ରହରେ ଦେଇଛି, ଯୋଗ ଦେଇଛି, ସାବରମତୀ ଆଶ୍ରମରେ ଯୋଗଦାନ ଦେଇଛି। ସତ୍ୟ ହଠାତ୍ ଗାଁ ଛାଡିକି ପଳେଇ ଯାଇଛି। ଏହି ସବୁ ଦ୍ଵାରା ସେ ସୁରମାକୁ ଛାଡି ପଳେଇ ଯାଇଛି। ସେ ସୁରମାକୁ ଭଲ ପାଇ ନାହିଁ। ସୁରମା କଣ କରିଛି ନା ସତ୍ୟ ପ୍ରତି ଅନେକ କଟୁକ୍ତି କରିଛି, ତାକୁ ରାଗିଛି, ଅଭିମାନ କରିଛି। କିନ୍ତୁ ପରବର୍ତ୍ତୀ ସମୟରେ ସୁରମା ରାଜକିଶୋରଙ୍କୁ ବିବାହ କରିଛି। ଏ ହଉଛି ପିଲାମାନେ ସମୟାତୀତ ଗଳ୍ପର ସାରାଂଶ। ତ ଏଠି ଗୋଟେ କ୍ୱେଶ୍ଚନ ପିଲାମାନେ ଆସିବ, ସମସ୍ତେ ନୋଟ କର। ବର୍କିଙ୍କ ମା ଉପନ୍ୟାସର ମଧ୍ୟ ପ୍ରଭାବ ଏଠି ଦେଖିବାକୁ ଆମେ ପାଇବା। ଆଉ ଗୋଟେ ଆଇନଷ୍ଟାଇନଙ୍କ ଥିଓରି ଅଫ ରିଲେଟିଭ ମଧ୍ୟ ଏଠାରେ ଦେଖିବାକୁ ଆମେ ପାଇବା। ତାପରେ ପିଲାମାନେ ନେକ୍ସଟ ତାଙ୍କର ଆସିବ ଗଳ୍ପ ମିଶ୍ରଙ୍କ କପ। ଇଏ ମଧ୍ୟ ପିଲାମାନେ ଏତେ କିଛି ସମାଜ ଉପରେ କିଛି ଭଲ ଦୃଷ୍ଟି ନାହିଁ, ତଥାପି ପାଲା ଆଉ ଯାତ୍ରାର ପ୍ରଭାବ ମଧ୍ୟ ଆମେ ଏଇଟାରେ ଦେଖିବାକୁ ପାଇବା। ମିଶ୍ରଙ୍କ କପରେ ପାଲା ଆଉ ଯାତ୍ରାର ପ୍ରଭାବ ଦେଖିବାକୁ ମିଳିବା। ଆଉ ଏଥିରେ ପିତା ଆଉ ପୁତ୍ରଙ୍କ ସମ୍ପର୍କ ପିଲାମାନେ ବର୍ଣ୍ଣିତ ହୋଇଛି ଏଠାରେ, ଯେ କେମିତି ପିତା ଆଉ ପୁତ୍ରଙ୍କ ମଧ୍ୟରେ ଅତ୍ୟଧିକ ସ୍ନେହ ପ୍ରବଣତା କିପରି ମଣିଷକୁ ଅବାଟକୁ ନେଇଯାଏ। ମାନେ ଅଧିକ ସ୍ନେହ ଶ୍ରଦ୍ଧା ପିଲାମାନଙ୍କୁ କଲେ କେମିତି ଯେ ଭାବରେ ଅବାଟକୁ ଚାଲି ଯାଆନ୍ତି, ତାହା ତାଙ୍କ ପୁତ୍ର ଚରିତ୍ରରେ ଏଠାରେ ଫୁଟେଇଛନ୍ତି। ତାପରେ ପିଲାମାନେ ଦେଖ ଅଛି ନେକ୍ସଟ ତାଙ୍କର ଗୋଟେ ଗଳ୍ପ ବଞ୍ଚିତା। ବହୁତ ଭଲ ଗଳ୍ପ ଇଏ। ଗୋଟେ ବାଲ୍ୟ ବିଧବାର କରୁଣ କାହାଣୀ ଏଠାରେ ବର୍ଣ୍ଣିତ। ଯୋଉ ବଞ୍ଚିତା ଗଳ୍ପ ତାଙ୍କର ରହିଛି ଏକ ବିଷାଦ ପୂର୍ଣ୍ଣ ଗଳ୍ପ, ଯୋଉଟା ଗୋଟେ ବାଲ୍ୟ ବିଧବା କରୁଣର କାହାଣୀରେ ବର୍ଣ୍ଣିତ ହୋଇଛି। ଏଠି ମଧ୍ୟ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରୁଦ୍ରାକ୍ଷ ଗଳ୍ପ ସହିତ ତୁଳନା କରାଯାଇଛି। ଏଗୁଡାକ ପିଲାମାନେ ଭଲ ଭାବରେ ମନେ ରଖିବ ଯେ କେଉଁ ଗଳ୍ପ କାହା ସହିତ ତୁଳନା କରାଯାଇଛି, କାହାର ମତ କଣ ଦେଇଛନ୍ତି। ଏଗୁଡାକ କ୍ୱେଶ୍ଚନ ପୁରା ଏକ୍ସାମରେ ଫେଭରାଇଟ କ୍ୱେଶ୍ଚନ ହେଇଯାଇଛି। ସବୁ ଏମିତି ହିଁ କ୍ୱେଶ୍ଚନ ପକଉଛି। ତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ରୁଦ୍ରାକ୍ଷ ଗଳ୍ପ ସହିତ ତୁଳନା କରାଯାଇଅଛି। ଦେଖ ପିତା ମାତାଙ୍କ ଠାରୁ ଆଦର ପାଉଥିବା କନ୍ୟା ଦିନେ ଯେ ବାଲ୍ୟ ବିଧବା ହୋଇଛି, ଆଉ ସେଇଦିନ ଠାରୁ ସମସ୍ତଙ୍କ ସ୍ନେହ ଶ୍ରଦ୍ଧାରୁ ସେ ହୋଇଛି ବଞ୍ଚିତା। ତ ବଞ୍ଚିତାର ଅର୍ଥ ଜାଣିପାରୁଛ ସମସ୍ତେ, ଯୋଉମାନେ ଗୋଟେ ମାନେ ପିଲାମାନ ମାନେ ଗୋଟେ ଝିଅକୁ ଯୋଉମାନେ ଅଧିକ ସ୍ନେହ କରୁଥିଲେ କି କଣ କରୁଥିଲେ, କିନ୍ତୁ ସେ ଯେତେବେଳେ ବାଲ୍ୟ ବିଧବା ହୋଇଯାଇଛି, ସେ ସମସ୍ତଙ୍କ ସ୍ନେହ ଅଧିକାରରୁ ବଞ୍ଚିତ ହୋଇଛି। ଏହି ଗଳ୍ପରେ 7 ବର୍ଷର ଝିଅ ବିବାହ ହୋଇଛି, କିନ୍ତୁ 9 ବର୍ଷ ବେଳକୁ ତାର ବିଧବା ହୋଇଯାଇଛି। ଏହି ବିଷୟରେ ହଉଛି ମୁଖ୍ୟ ବିଷୟବସ୍ତୁ ଏଇଟା, ଯେ ବଞ୍ଚିତା ଏମିତି ସ୍ନେହ ଶ୍ରଦ୍ଧାରୁ ସେ ବଞ୍ଚିତ ହେଇଛି, ସବୁ ଜିନିଷରୁ ବଞ୍ଚିତ ହେଇଛି। ଏଇ ଜିନିଷ ରହିଛି, ଇଏ ଗୋଟେ ବହୁତ ଶିକ୍ଷଣୀୟ ଗଳ୍ପ, ଦୁଃଖଦ ଗଳ୍ପ। ତାପରେ ଆସିଲା ଗୋଟେ ଗଳ୍ପ ମଜଲିସ। ତ ଭଗବତୀ ଚରଣ ପାଣିଗ୍ରାହୀଙ୍କର ଜଣେ ଅଲରାଉଣ୍ଡର ପିଲାମାନେ ଥିଲେ। ସେ ପ୍ରଗତିବାଦୀ ସାହିତ୍ୟ, ମାର୍କ୍ସବାଦୀ ଚିନ୍ତାଧାରା, ଗୋଟେ ସବୁ ପ୍ରକାର ମିଶ୍ରଣରେ ଲେଖୁଥିଲେ। ଯୋଉ ମଜଲିସ ତାଙ୍କର ଗଳ୍ପ ପିଲାମାନେ ଏଟା ଭଞ୍ଜ ପ୍ରଦୀପରେ ପ୍ରକାଶିତ, ଠିକ ଅଛି। ତ ଭଞ୍ଜ ପ୍ରଦୀପରେ ପ୍ରକାଶିତ ଏଇଟା ଗୋଟେ ହାସ୍ୟ ରସାତ୍ମକ ଗଳ୍ପ। ମାନେ ଭଗବତୀ ଚରଣ ପାଣିଗ୍ରାହୀ ବି ଦୁଃଖଦ କଥା, କଷ୍ଟକର କଥା, ମାନେ ବିରୋଧ କରିବାର କଥା, ଏମିତି ବି ହାସ୍ୟାତ୍ମକ ଗଳ୍ପ ଲେଖିବାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ। ସେ ମିଶ୍ରଙ୍କ କପ ସହିତ ମଧ୍ୟ ତୁଳନୀୟ। ଏହା ଏକ ହାସ୍ୟ ରସାତ୍ମକ ହେଲା। ଦେଖ ଜଣେ ପାଦ୍ରୀ, ସେ କଣ କରିଛନ୍ତି, ବହୁତ ଇଣ୍ଟରେଷ୍ଟିଂ ପିଲାମାନେ ଏଇ ଗଳ୍ପ, ମାନେ ହସିବା ଭଳିଆ ଆଉ। ସେ ଜଣେ ପାଦ୍ରୀ କଞ୍ଚା ପଣସକୁ କାଟି ଖାଉଛନ୍ତି ହେଲା। ସେ ଖାଇବା ସମୟରେ ତାଙ୍କ ଦାଢିରେ ଅଠା ଲାଗି ଯାଇଛି।
ସେ ଅଠା ଲାଗିବା ଦ୍ୱାରା କଣ ନା ଭଣ୍ଡାରୀକୁ ଡାକିକି ଦାଢିକି କଟା କରେଇଛନ୍ତି। ସେମିତି ପୁଣି ପଣ୍ଡିତ 5 ଟଙ୍କାରେ 7 ଶଗଡ଼ ବାଇଗଣ କିଣି ପଣ୍ଡିଆଣୀକୁ ରୋଷେଇ କରିବାକୁ ଦେଇଛନ୍ତି। ପରେ ପଣ୍ଡିଆଣୀ ତାଙ୍କ ସ୍ୱାମୀ ମାନେ ପଣ୍ଡିତକୁ ଭର୍ସନା କରିଛନ୍ତି, ମାନେ 5 ଟଙ୍କାରେ 7 ଶଗଡ଼ ବାଇଗଣ ସେ ଆଣିଛନ୍ତି କିଣିକି, ଆଉ ତାଙ୍କ ସ୍ତ୍ରୀକୁ କହିଛନ୍ତି ରୋଷେଇ କରିବାକୁ। ସେହିପରି ପୁଣି ଜଣେ ଅମର ସାହେବ ସେ ଆମ୍ବ ଖାଇବାକୁ ଇଚ୍ଛା କରିଛନ୍ତି। ଜଣେ ଅମର ସାହେବ ଅଛନ୍ତି, ସେ ଆମ୍ବ ଖାଇବାକୁ ଇଚ୍ଛା କରିଛନ୍ତି। ମାତ୍ର ମନ୍ତ୍ରୀ ରେହେମ ତେନ୍ତୁଳି ଗୁଡରେ ରସକୁ, ମାନେ ତେନ୍ତୁଳି ଯୋଉ ଅଛି ସେ ତେନ୍ତୁଳି ଗୁଡ ରସକୁ ଦାଢିରେ ବୁଡାଇ ଆମ୍ବର ସ୍ୱାଦ କଥା କହିଛନ୍ତି, ଯେ ଦାଢିରେ ବୁଡାଇକି ଆମ୍ବର ସ୍ୱାଦ ନବା ପାଇଁ ସେ କହିଛନ୍ତି। ତ ଏଇପରି ହାସ୍ୟରସାତ୍ମକ ଗଳ୍ପ ତାଙ୍କର ମଜଲିସ୍, ହାସ୍ୟରସାତ୍ମକ ଗଳ୍ପ ତାକୁ ଛାଡ। ଇଏ ମଧ୍ୟ ପିଲାମାନେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହଉଛି ମିଶ୍ରଙ୍କ କପ ସହିତ ମଜଲିସ୍ ମଧ୍ୟ ତୁଳନୀୟ। ତାପରେ ପିଲାମାନେ ତାଙ୍କର ଆଉ 4ଟା ଗଳ୍ପ ପିଲାମାନେ ଆସିବ ହେଲା, ଯୋଉଟା କି 1933 ରୁ 1935 ଏହି ପର୍ଯ୍ୟାୟରେ ଯୋଉ ଗୋଟେ ସଂକଟପୂର୍ଣ୍ଣ ଦେଖାଯାଇଥିଲା, ସେଗୁଡାକ ପିଲାମାନେ ଯୋଉ ଗଳ୍ପ ଗଲା ତାକୁ ଛାଡ। ଏଇ ଯୋଉ ସଂକଟମୟ ଦେଖାଯାଇଥିଲା ସମୟ ହେଲା, ତା ହଉଛି କଣ ନା ମୃତ୍ୟୁର ବିବେଚନା, ଛଳ, ଆରମ୍ଭ ଓ ଶେଷ, ମୀମାଂସା। ଏଇ 4ଟି ଗଳ୍ପ ପିଲାମାନେ ବିପର୍ଯ୍ୟସ୍ତ ସମୟରେ ଏ ଲେଖା ହୋଇଛି। ତ ତାଙ୍କର ମୃତ୍ୟୁର ବିବେଚନା ବହୁତ ଇଣ୍ଟରେଷ୍ଟିଂ ଗଳ୍ପ ପିଲାମାନେ। ଏଟା 1934 ଯୁବବୀଣା ପତ୍ରିକାରେ ପ୍ରକାଶ ହୋଇଛି। ଏଠି କଣ ହେଇଛି ନା ଶୋଷକ ଓ ଶୋଷିତର ସମ୍ପର୍କ, ଶିକ୍ଷିତ ଯୁବକର ମାନସିକ ଗ୍ଲାନି କଥା ଆମ ପିଲାମାନେ ଏଠି କୁହାଯାଇଛି। ଯେ ଏହି ଗଳ୍ପରେ ଯେ ଚାକିରିଟା ହଉଛି ଯେ ପୁରୁଷତ୍ୱର ମୂଳ ବୋଲି ଜଣା ପଡିଛି। ଏହି ଗଳ୍ପରେ ଯେ ଚାକିରି ହଉଛି ପୁରୁଷତ୍ୱର ମୂଳ, ଚାକିରି ବ୍ୟତୀତ ଆଉ କିଛି ନାହିଁ, ଏଇ ଗଳ୍ପରେ ହିଁ ଜଣା ହେଇଛି। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପଏଣ୍ଟ, ଏଠାରେ କୀଟ ଓ ପତଙ୍ଗ ମାନଙ୍କୁ ଉଦାର ସାଥ କରୁଥିବା ଝିଟିପିଟି ଓ ବୁଢିଆଣୀର ରୂପକଳ୍ପ ମାଧ୍ୟମରେ ବର୍ଜୁଆ ଶୋଷଣର ଉଦାହରଣ ହୁଏ। ଦେଖ ଏଠି ମୃତ୍ୟୁର ବିବେଚନାର ଗଳ୍ପରେ ଯଦି ବିଷୟବସ୍ତୁକୁ ଆମେ ଦେଖିବା, ଜଣେ ଶିକ୍ଷିତ ଯୁବକ ଅଛନ୍ତି, ତାଙ୍କ ନାଁ ହେଉଛି ମାଧବ ଆଉ ତାଙ୍କ ସ୍ତ୍ରୀ ହେଉଛି ରମା। ତ କ୍ୟାରେକ୍ଟର ସମସ୍ତେ ଲେଖ, ସ୍ୱାମୀ ମାଧବ ଆଉ ସ୍ତ୍ରୀ ହେଉଛି ରମା। ତ ମାଧବ ଜଣେ ଶିକ୍ଷିତ ଯୁବକ, ସେ ପିଲାମାନେ ଚାକିରି ପାଇନାହିଁ, ବହୁତ ଦୁଃଖ ଅନୁଭବ କରିଛି। ଏମିତି କି ନିଜ ପୁଅ ସ୍ତ୍ରୀକୁ ଶାନ୍ତି ଦେଇ ପାରିନାହିଁ, ପୁଅର ମେଡିସିନ କିଣି ପାରିନାହିଁ, ସ୍ତ୍ରୀର କିଛି ସୁବିଧା ଅସୁବିଧା ବୁଝି ପାରିନାହିଁ ହେଲା। ତାପରେ ସେ ଅତ୍ୟନ୍ତ ଦୁଃଖ ଅନୁଭବ କରୁଛି, ପୁରା ଭାଙ୍ଗି ପଡିଛି, ସଂସାର ତାକୁ ବିତୃଷ୍ଣା ଲାଗିଯାଇଛି। ସେ କଣ ଚାହିଁଛି ନା ଆତ୍ମହତ୍ୟା ହଉଛି ଶ୍ରେଷ୍ଠ ଉଦ୍ୟମ ବୋଲି ସେ ବାଛି ନେଇଛି ହେଲା। ତାପରେ ସେ ତା ସାଙ୍ଗକୁ କହି ସେ ପଟାସିୟମ ସାନାଇଟ୍ ମାନେ ଖାଇବା ପାଇଁ ସେ ହଉଛି କହିଛି, ମାନେ ଖାଇଛି, କିନ୍ତୁ ତା ସାଙ୍ଗ ଭୁଲ ବଶରେ ତାକୁ ପଟାସିୟମ ସାନାଇଟ୍ ନ ଦେଇକି ପଟାସିୟମ କ୍ରୋମାଇଡ୍ ଦେଇ ଦେଇଛି, ଯାହା ଫଳରେ ସେ ଆତ୍ମହତ୍ୟା କରିଛି, କିନ୍ତୁ ତାର ମୃତ୍ୟୁ ହୋଇନାହିଁ, ସେ ବଞ୍ଚି ଯାଇଛି। ବଞ୍ଚିଗଲା ପରେ ପିଲାମାନେ ସେ ପୁଣି ଗୋଟେ ଶିକ୍ଷକ ଚାକିରି ପାଇଛି, ତାପରେ ତା ପରିବାର ଠିକ ଠାକ ଚାଲିଛି। ତ ଏଇଟା ହଉଛି ମୃତ୍ୟୁର ବିବେଚନା ଗଳ୍ପର କଥାବସ୍ତୁ। ଏଠି ପିଲାମାନେ ସମାଜବାଦୀ ଚେତନାର ଏକ କ୍ଷୀଣ ବାସ୍ତବତା ଆମେ ଏଠାରେ ପାଇବା। ସେମିତି ପିଲାମାନେ ଗୋଟେ ଝଡ଼, ଏଇ ଯୋଉ 4ଟା ଗଳ୍ପ କହୁଛି ପିଲାମାନେ ଟିକେ ଭଲ ଭାବରେ ଭିତରକୁ ନଉଥିବ। ତ ଏଇଟା କି ପ୍ରକାରର ଗଳ୍ପ, ସେ ଗଳ୍ପ ଗୁଡାକ କୋଉ ଧରଣର ଥିଲା, ଏଇ ଗଳ୍ପ ଗୁଡାକ କେମିତି ଆସିଛି। ଦେଖ ଗୋଟେ ଝଡ଼, ସବୁ ମାନସିକ ଚିନ୍ତା ଦେଖ ସବୁ। ଝଡ଼ ପିଲାମାନେ ଇଏ ମଧ୍ୟ ଯୁବବାଣୀ ପତ୍ରିକାରେ ପ୍ରକାଶିତ। ଏଠି ପିଲାମାନେ ଧୀବର ଓ ଧୀବରଣୀର ସଂଘର୍ଷ ସହିତ ଜଡିତ ଝଡ଼, ମାନେ ଜଡିତ ଏହି ଝଡ଼ କୌଣସି ରାଜନୈତିକ ଝଡ଼ ନୁହେଁ ପିଲାମାନେ, କି କୌଣସି ରାଜନୈତିକ କିମ୍ବା ସମାଜବାଦୀ ଝଡ଼ ନୁହେଁ, ହୃଦୟର ଝଡ଼ କଥା ଏଠାରେ କୁହାଯାଇଛି। ଗୋଟେ ଧୀବର, ଗୋଟେ ଧୀବର ଆଉ ଧୀବରୀ ହେଲା, ଧୀବରର ସ୍ତ୍ରୀ ଯୋଉମାନେ ମାଛ ଧରନ୍ତି, ସେମାନଙ୍କ ଭିତରେ ପ୍ରବଳ ଭଲ ପାଇବା। ତ ଦିନେ ସେମାନେ ନୌକାରେ ଯାଇଛନ୍ତି ଗଙ୍ଗା ନଦୀ। କ୍ୱେଶ୍ଚନ ଆସି ଯାଇପାରେ ପିଲାମାନେ, ଝଡ଼ ଗଳ୍ପରେ କେଉଁ ନଦୀର କଥା ବର୍ଣ୍ଣନା କରାଯାଇଛି। ନେକ୍ସଟ କ୍ୱେଶ୍ଚନ କେମିତି ତ ଆସୁଛି ତମେ ଜାଣିପାରୁଛ, ତ ସମସ୍ତେ ଲେଖିଦବ ଗଙ୍ଗା ବନ୍ଧ ହେଲା।
ଗଙ୍ଗା ବନ୍ଧରେ ସେମାନେ କଣ କରୁଛନ୍ତି ସୌନ୍ଦର୍ଯ୍ୟକୁ ଉପଭୋଗ କରୁ କରୁ ମାଛ ଧରିବାକୁ ଯାଉଛନ୍ତି। କିନ୍ତୁ ଦୁଃଖଦ କଥା ଯେ ହଠାତ୍ ଗୋଟେ ଝଡ଼ ଆସିଛି, ଯାହା ଫଳରେ ମାନେ ଡଙ୍ଗା ବୁଡି ଯାଇଛି। ତାପରେ ବୁଡିଯିବା ଫଳରେ ଧୀବର କଣ କରିଛି ନା ନିଜ ସ୍ତ୍ରୀକୁ ମାନେ ପିଠିରେ ପକେଇକି ସେ ପହଁରିବାକୁ ଚେଷ୍ଟା କରୁଛି। କିନ୍ତୁ ପହଁରିବା ଭିତରେ ସେ ଯେତେବେଳେ ଜାଣିଛି ଯେ ସିଏ ନିଜେ ମଧ୍ୟ ବୁଡି ଯାଉଛି, ସେ ନିଜକୁ ବଞ୍ଚେଇବା ପାଇଁ ନିଜ ସ୍ତ୍ରୀକୁ ସେଠି ପେଲି ଦେଇକି ନିଜେ ପଳେଇ ଆସିଛି। ତାପରେ ସିଏ ପହଁରି ଆସିକି ଯେତେବେଳେ ଗୋଟେ ଜାଗାରେ ଲାଗିଛି ସେ ନିଜେ ଦେଖିଛି ସ୍ତ୍ରୀକୁ ଠେଲି ଦେଇ ସ୍ତ୍ରୀର ମୃତ୍ୟୁ ହୋଇଛି ପରେ ଧୀବର ପୁରା ଭାବନାନ୍ତ ସୃଷ୍ଟି ହୋଇଛି। ସେ କେମିତି ତାଙ୍କ ଭିତରେ କେମିତି ଗୋଟେ ଭଲ ପାଇବା ଥିଲା, ମାନେ କେତେ ସୁନ୍ଦର ଥିଲା, କିନ୍ତୁ ଗୋଟେ ଜୀବନ ପାଇଁ ମାନେ ସେ ତାକୁ ଛାଡି ଦେଇଛି, ନିଜ ଜୀବନକୁ ବଞ୍ଚିବା ପାଇଁ ସେ ତାକୁ ଛାଡି ଦେଇଛି। ତ ସ୍ତ୍ରୀର ମରିବାଟାକୁ ସେ ବସିକି ସେଠି ଭାବିଛି କୂଳରେ କେମିତି ଛାଡିଛି। ଏଇଟା ପିଲାମାନେ ତାଙ୍କର ଝଡ଼ ଗଳ୍ପରେ ଏହାର କଥାବସ୍ତୁ। ତାପରେ ନେକ୍ସଟ ପିଲାମାନେ ମୀମାଂସା। ମୀମାଂସା 1934 ଯୁଗ ବୀଣା ପତ୍ରିକାରେ ପ୍ରକାଶିତ। ଏଠାରେ ପିଲାମାନେ ମାର୍କ୍ସୀୟ ସମାଜବାଦୀ ଦର୍ଶନ ଉପରେ ଭାରତୀୟ ଭାବବାଦ ଦର୍ଶନର ଏବେ ବିଦାୟ ହୋଇଛି। ମାନେ ଦୁଇଟା କ୍ୟାରେକ୍ଟର ରହିଛି ରୁଚିର ଆଉ ସୁଷମ। ମାନେ ରୁଚିର ଯିଏ ସେ ହଉଛି ସାମ୍ୟବାଦୀ, ଆଉ ସୁଷମ ଯିଏ ସେ ହଉଛନ୍ତି ଭାଗ୍ୟବାଦୀ। ମାନେ ମାର୍କ୍ସବାଦୀ ଆଉ ସାମ୍ୟବାଦୀ ଚିନ୍ତାଧାରାରେ ଈଶ୍ୱର, ଭାଗ୍ୟ ଓ ପରମ୍ପରାକୁ ଗ୍ରହଣ କରାଯାଏନି। କିନ୍ତୁ ଭଗବାଦୀ ଦର୍ଶନରେ ଈଶ୍ୱରଙ୍କୁ ଗ୍ରହଣ କରାଯାଏ। ନାୟକ ହେଉଛନ୍ତି ରୁଚି। ପ୍ରଥମେ ଥିଲେ ସେ ଜଣେ ବିଦ୍ରୋହୀ। ରୁଚି ଯେତେବେଳେ ବିଦ୍ରୋହୀ ଥିଲେ ସେତେବେଳେ ହଉଛି ସେ ଏଗୁଡାକୁ ବିଶ୍ୱାସ କରୁନଥିଲେ, ମାନେ ମାର୍କ୍ସବାଦୀ ସାମ୍ୟବାଦୀ ଥିଲେ ସେ। କିନ୍ତୁ ବିବାହ ପରେ ତାର ହଉଛି ବୈପ୍ଳବିକକୁ ତ୍ୟାଗ କରି ସେ ଭଗବାଦୀ ହୋଇଯାଇଛି। ମାନେ ଈଶ୍ୱର ଯାହା ହିଁ କରିବେ ସବୁ ଜିନିଷ ଠିକ, ଈଶ୍ୱର ଯାହା ଚାହିଁଲେ ହିଁ ସେ କରିପାରିବେ, ଆମେ କିଛି ନୁହଁ, ତ ପୁରା ଭାଗ୍ୟବାଦୀ ହେଇଯାଇଛି। କିନ୍ତୁ ଭାଗ୍ୟବାଦୀ ଥିଲେ ସୁଷମ, କିନ୍ତୁ ସିଏ ହୋଇଯାଇଛି ମାର୍କ୍ସବାଦୀ। ତ ତାଙ୍କ ବିବାହ ପରେ ତାଙ୍କ ଦୁଇ ଜଣଙ୍କର ପରିବର୍ତ୍ତନ ହୋଇଛି। ଇଏ ହଉଛି ତାଙ୍କର ମୀମାଂସା। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଦେଖ ପିଲାମାନେ, ଆରମ୍ଭ ଓ ଶେଷ। ଇଏ ମଧ୍ୟ ତାଙ୍କର 1934। 1934ରେ ଏଇ ଗଳ୍ପଟି ତୁମର ଆରମ୍ଭ ହେଇଛି ଯୁଗବାଣୀ ପତ୍ରିକାରେ ପ୍ରକାଶିତ। ଠିକ ଅଛି, ଯୁଗବୀଣା ପତ୍ରିକାରେ ପ୍ରକାଶିତ। ନାୟକ ଏଠି ହଉଛନ୍ତି ଦରିଦ୍ର ଧରମା। ସେ କଣ କରିଛନ୍ତି ନା ଜମିଦାରଙ୍କ ତାଡନାରେ ନିଜ ଗାଁ ମାଟି ଓ ପ୍ରିୟା ମଣିକୁ ଛାଡି ସହରକୁ ପଳାଇଛି। ଧରମା ଯିଏ ସେ କଣ କରିଛି ନା ତାଙ୍କ ଜମିଦାର ପାଖରୁ ଯୋଉ ଆଣିଛି ପଇସା ଆଣିଛି ବନ୍ଧକ ଦେଇଛି ସେ ସୁଝି ପାରିନି, ତାକୁ ବାରମ୍ବାର ମାଗିବା ଫଳରେ ସେ କଣ କରିଛି ନା ସହରକୁ ପଳେଇ ଯାଇଛି। ସେଠାରେ ସିଏ ଜମିଦାରର ମାଲିକାନା କରିଛି, ଆଉ ସେଠି ତାର ଜଣଙ୍କ ସହିତ ଭଲ ପାଇବା ହେଇଯାଇଛି। ବୃଦ୍ଧା ଧାଇର ଚାନ୍ଦର ଛଳନା, ମାନେ ଚାନ୍ଦ ବୋଲି ଗୋଟେ ଝିଅଟାଏ ଅଛି, ତାର ଛଳନାରେ ସେ ପଡି ଯାଇଛି, ଯାହା ଫଳରେ ସେ ଆଉ ଗାଁକୁ ଫେରି ନାହିଁ। ଯେତେବେଳେ ଚାନ୍ଦର ଛଳନା ସେ ଜାଣି ପାରିଛି ସେତେବେଳେ ସେ ଗାଁକୁ ଫେରିଛି। କିନ୍ତୁ ଗାଁକୁ ଫେରି ଆସିଲେ ଦେଖିଲା ବେଳକୁ ମାନେ ତାଙ୍କ ଜମି ନିଲାମ ହେଇଯାଇଛି। ଆଉ ମଣି ଯାହାକୁ ସିଏ ଅଧିକ ଭଲ ପାଉଥିଲା ତାକୁ ସିଏ ଛାଡି ଦେଇ, ମାନେ ମଣି ଛାଡି ଦେଇକି ଅନ୍ୟ ଜାଗାରେ ଗୋଟେ ବାହା ହେଇକି ପଳେଇ ଯାଇଛି। ତ ଧର୍ମା ଯେତେବେଳେ ସେ ଆସିକି ସେଇ ସମୟରେ ପହଞ୍ଚିଛି, ସେ ହୃଦୟ ବିଦାରକ ଦୃଶ୍ୟ ଦେଖିଛି, ତା ହୃଦୟ କାନ୍ଦି ଉଠିଛି। ଧରମା କିନ୍ତୁ ତା ସ୍ତ୍ରୀକୁ ବହୁତ ଭଲ ପାଉଥିଲା। ସେ ଯାଇଥିଲା ଯେ କେମିତି ଜମିଦାର ମାନଙ୍କ ଶୋଷଣରୁ ମୁକ୍ତ ହବ, ପଇସା ପତ୍ର ଆସିଲେ ଜମି କୁ ମାନେ ମୁକୁଳେଇବ। କିନ୍ତୁ ସିଏ ଯାଇକି ସେଠି ସେଇ ଚାନ୍ଦ ସହିତ ତା ଛଳନା ପ୍ରେମରେ ପଡିକି ରହିଗଲା, ସେ ଆଉ ଘରକୁ ଆସିଲାନି। ଏପଟେ ଘରେ ନିଲାମ ହେଇଗଲା। ଯେତେବେଳେ ସେ ସବୁ ଭୁଲ ବୁଝିକି ଆସିଲା ବେଳକୁ ନା ତା ପାଖରେ ତା ସ୍ତ୍ରୀ ଥିଲା ନା ତା ଜମି ଥିଲା, କିଛି ନଥିଲା। ଏଇଟା ହଉଛି ତାଙ୍କ ଆରମ୍ଭ ଆଉ ଶେଷ ଗଳ୍ପ। ଏଇ ଚାରିଟା ଗଳ୍ପ ଗୋଟେ ଏକ ଭିନ୍ନ ଧାରଣାର ପିଲାମାନେ ସମୟ ପାଇଲେ ନିଶ୍ଚିତ ଏ ଗଳ୍ପକୁ ତମମାନେ ପଢିବ। ତାପରେ ଆସିବ ପିଲାମାନେ ତାଙ୍କର ବହୁତ ଇମ୍ପୋର୍ଟାଣ୍ଟ, ସମସ୍ତେ ଜାଣିଛ ଶିକାର। ଶିକାର ଗଳ୍ପ ସମସ୍ତେ ପଢିଥିବ ମୋର ବିଶ୍ୱାସ ଅଛି। ଏଇଟା ପିଲାମାନେ ଆଧୁନିକ ପତ୍ରିକାରେ ପ୍ରକାଶିତ। ସମସ୍ତେ ଜାଣିଛ ଯେ ଆର ଚରିତ୍ର କିଏ, ସବୁ ଥର ପ୍ରାୟତଃ କୋଶ୍ଚେନ ପିଲାମାନେ ଶିକାର ଗଳ୍ପରୁ ହିଁ ଆସେ। ଯଦି ବି ଆଜି ପର୍ଯ୍ୟନ୍ତ କେହି ପଢିନା ସେ ଗଳ୍ପକୁ ନିହାତି ପଢିବ। ପିଲାମାନେ ଘିନୁଆ
କ୍ୟାରେକ୍ଟର ଅଛି ଘିନୁଆ, ଛପଟ ସିଂ, ଡରା ମୁଣ୍ଡ ମାନେ କାଟିଥିଲେ। ଦେଖ ମାନେ ଗୋଟେ ବୈପୁଳିକ ବ୍ୟକ୍ତି ସତ୍ତାର ପ୍ରତୀକ ହଉଛି ଘିନୁଆ। ଏଇ ଯୋଉ ଘିନୁଆ ଯୋଉ ଚରିତ୍ରଟା ମୁଁ କହୁଛି ବୈପ୍ଳବିକ ବ୍ୟକ୍ତି ସତ୍ତାର ପ୍ରତୀକ ହଉଛି ଘିନୁଆ। ଆଦିବାସୀ ଯୁବକ, ଏ ଘିନୁଆ ଯିଏ ଆଦିବାସୀ ଯୁବକ ତ କିଛି ସେ ଜାଣି ନାହିଁ। ସେ ଯେ ଥିଲା ଡରା ଛପଟ ସିଂର ମୁଣ୍ଡ କାଟିଥିବାରୁ ସାହେବ ତାଙ୍କୁ 500 ଟଙ୍କା ପୁରସ୍କାର ଦେଇଛନ୍ତି। ତା ମନରେ ଆସିଛି ଯେ ଜଣେ ଆଦିବାସୀ ଯୁବକ ଡରା ଛପଟ ସିଂ ଜଣେ ଝପଟ ସିଂ ର ମୁଣ୍ଡ କାଟିଥିବାରୁ ତାଙ୍କୁ ସରକାର କଣ କରିଛନ୍ତି ସାହେବ ତାଙ୍କୁ 500 ଟଙ୍କା ପୁରସ୍କାର ଦେଇଛନ୍ତି। ସେ ନିଜେ ଭାବିଛି ଯେ ଘିନୁଆ ଭାବିଛି ଝପଟ ସିଂ ତ ଏତେ ଖରାପ ପିଲା ନଥିଲା। ସେ ଝିଅ ବୋହୂ ଉପରେ ଆଖି ପକାଉ ନଥିଲା କି ଜମି ଛଡାଉ ନଥିଲା, ସେ ଖାଲି ସିପାହୀକୁ ମାରିଥିଲା। ତେଣୁ ସିଏ କଣ କରିଥିଲା ସେଥିପାଇଁ ଡରା ତାକୁ ମାରିଥିଲା, ଏତେ ପଇସା ଦେଇଥିଲେ। କିନ୍ତୁ ସିଏ କଣ କରିଛି ନା ଘିନୁଆ କଣ କରିଛି ନା ଗୋବିନ୍ଦ ସରକାରଙ୍କୁ ମାରିଛି। କାହିଁକି ନା ଇଏ ତ ମୁଁ ଆହୁରି ବହୁତ ପଇସା ପାଇବି। କାହିଁକି ନା ଏ ଯୋଉ ଆମର ଝପଟ ସିଂର ମୁଣ୍ଡ କାଟିଥିଲା ସିଏ ତ 500 ଟଙ୍କା ପାଇଥିଲା। ସିଏ ବି ଏତେ ବଡ ମାନେ ପାପ କାମ କରିନଥିଲା। କିନ୍ତୁ ଇଏ ତ ବହୁତ ଖରାପ କାମ କରୁଛି। ଝିଅ ବୋହୂ ମାନଙ୍କ ଉପରେ ଖରାପ ନଜର ଦେଖୁଛି, ଜମିବାଡି ଛଡାଇ ନଉଛି, ଏଇଭଳି ସବୁ ଖରାପ ଜିନିଷ କରୁଛି। ତ ଆ ମୁଣ୍ଡ ଯଦି ମୁଁ କାଟି ଦେଉଛି ତାହେଲେ ମତେ ବହୁତ ପୁରସ୍କାର ମିଳିବ। ଘିନୁଆ କଣ କରିଛି ନିଜ ହାତରେ ଯେ ସେ ଗୋବିନ୍ଦ ସରକାରଙ୍କ ମୁଣ୍ଡ କାଟିଛି, ନେଇକି ଯାଇକି ଆମର ଦରବାରରେ ଛିଡା ହେଇଯାଇଛି। ହେଲା, ସମସ୍ତେ ଆଶ୍ଚର୍ଯ୍ୟ ହେଇକି ତାକୁ ଚାହିଁଛନ୍ତି। ସେତେ ପର୍ଯ୍ୟନ୍ତ ସେ କିଛି ବି ବୁଝି ନାହିଁ। ଯେତେବେଳେ ତାକୁ ଫାଶୀ ଦଣ୍ଡ ଦଣ୍ଡିତ କରାଯାଇଛି ବି ସେ କିଛି ଜାଣି ନାହିଁ। ସେ ଜାଣିଛି ଯେ ମତେ ଭଲ ଉପହାର ଦେବେ, ଉପହାର ମିଳିବ, କଣ ତାର ନବ ଘରକୁ ଉପହାର, ଏଇ ସବୁ ଚିନ୍ତା କରୁଛି। ଯେତେବେଳେ ତାକୁ ନେଇକି ଆମର ଫାଶୀ ଖୁଣ୍ଟରେ ଚଢାଇ ଦିଆଯାଇଛି ସେତେବେଳେ ବି ସେ ଜାଣେ ନାହିଁ, ମନରେ ସ୍ଥିର କରୁଛି ଯେ ମତେ ବହୁତ ପଇସା ଦେବେ, ଆଖି ଖୋଲିଲା ବେଳକୁ ମୋ ହାତରେ ବହୁତ ପଇସା ଥିବ। ଆଉ ମୁଁ ଏମିତି କରିବି ସେମିତି କରି ସେ ଭାବିଛି। ମାନେ କେତେ ନିଛଟ, ମାନେ କେତେ ମାନେ ତାଙ୍କର ଚିନ୍ତାଧାରା କେମିତି, ସେ ଘିନୁଆ ଚରିତ୍ରକୁ ଥରେ ଭାବ। ଯେତେବେଳେ କଳା କପଡା ଯାଇ ତା ମୁହଁରେ ଦିଆଯାଇଛି ସେତେବେଳେ ବି ତାର ଶେଷ ଆଶାଟା ହିଁ ସେଇଆ ଥାଏ। ଗୋଟେ ମନସ୍ତାତ୍ତ୍ୱିକ ଗଳ୍ପ ପିଲାମାନେ। ତ ଏହିପରି ଭାବରେ ତାପରେ ତାକୁ ଫାଶୀ ଦିଆଯାଇଛି। ଏଠି ପିଲାମାନେ ଏଇ ଗଳ୍ପରେ ପ୍ରତିବାଦର ସ୍ୱର ରହିଛି। ଏଠି ବି ପ୍ରତିବାଦର ସ୍ୱର ରହିଛି କିନ୍ତୁ ସଂଯତ ଭାବରେ, ମାନେ ଦୃଷ୍ଟିଗୋଚର ହେଇନାହିଁ। ଦୃଷ୍ଟିଗୋଚର ହେଇନି ମାନେ ଅନୁଭବ ତୁମେ କରିପାରୁଥିବ ଯେ ସଂଯତ ଭାବରେ ଏଠି ହେଇଛି ପ୍ରଗତିବାଦୀ ସ୍ତରର ଶିକାର ଗଳ୍ପ। ମୁଁ ତମକୁ ସର୍ଟରେ ପିଲାମାନେ କହିଲି, ତମେ ଆଉ ଟିକେ ପଢିବ ଭଲସେ ନା, ବହୁତ ସୁନ୍ଦର ଗଳ୍ପ ପିଲାମାନେ ଶିକାର। ତାପରେ ଆସିଲେ ପିଲାମାନେ ହାତୁଡି ଓ ଦା। ଏଇ ପିଲାମାନେ କଲିକତା ସହରର ଆଧୁନିକ ପତ୍ରିକାରେ ଇଏ ପ୍ରକାଶିତ। କଲିକତା ସହରର ପୃଷ୍ଠଭୂମି ଉପରେ ରଚିତ। ଏହା ସାମ୍ୟବାଦୀ ଆଦର୍ଶକୁ ପ୍ରକାଶ କରିଥାଏ। ନାୟକ ହଉଛନ୍ତି ସୁଦାମ ଜେନା। ହେଲା, ତ ୟାର ଯୋଉ ହାତୁଡି ଓ ଦାର ନାୟକ ହଉଛନ୍ତି ସୁଦାମ ଜେନା। ସେ ଜମିଦାରିଙ୍କ ଅତ୍ୟାଚାରର ସେ ବ୍ୟସ୍ତ ହୋଇ କଲିକତା ଯାଇଛି। ଯେତେବେଳେ ସେ ଜମିଦାରଙ୍କ ଅତ୍ୟାଚାର, ସବୁଆଡେ ତ ପୁଞ୍ଜିପତି ମାନଙ୍କ ଅତ୍ୟାଚାର ରହିଛି, ତ କଲିକତା ଯାଇଛି। ଖଜଣା ନ ଦେଇ ପାରିବାରୁ ତାର ଜମି ନେଇଯାଇଛି। ଯେତେବେଳେ ଖଜଣା ଦେଇପାରି ନାହିଁ ସୁଦାମ ଜେନା, ତ ତାର ଯୋଉ ଆମର ଜମିଦାର ଜମି ନେଇଯାଇଛି। ଜମିଦାରର ପୁଅ ଖଜଣା ନେବା ପାଇଁ ଘରକୁ ଆସିଛି। ଆଉ କହିଛି ଯେ ଖଜଣା ନ ଦେଇ ପାରିବୁ ଯଦି ତୋ ଭାଣିଜାକୁ ଦେ। ଏକଥାରେ ବି ଗୋଟେ କୋଟେସନ ଟା ବି ଆସେ, ଖଜଣା ନ ଦେଇ ପାରିବୁ ଯଦି ତୋ ଭାଣିଜାକୁ ଦେ। କେଉଁ ଗଳ୍ପର ପଂକ୍ତି ଅଟେ? ଏଟା ହଉଛି ହାତୁଡି ଓ ଦା। ମାନେ ସେଇଠି ସେ କହିଛି ଯେ ଜମିଦାର ଯାହା ଇଚ୍ଛା କହିପାରିବ, କିନ୍ତୁ ସୁଦାମ ଭାଗ୍ୟରେ ଜେଲ। ଯଦି ସିଏ କିଛି କହିବ ତାହେଲେ ତା ଭାଗ୍ୟରେ ଜେଲ, ହାତ କଡି, ବେତ ମାଡ, ପୋଲିସ ମାଡ, ଏଇ ସବୁ ରହିଛି। ସେ ନିଜେ କହିଛି ଯେ ଦିନ ବେଳେ ପୁଞ୍ଜିପତି ମାନେ ଶୋଷଣ କରନ୍ତି, ଆଉ ରାତିରେ ମଶା ଓ ଛାର ପୋକ ଶୋଷଣ କରନ୍ତି। ଏହିପରି ଜଣେ ଶୋଷିତାର ଦୁଃଖ ବେଦନା ଏଇ ଦା ହାତୁଡି ଗଳ୍ପରେ ଆମର ପ୍ରକାଶ ହୋଇଛି। ତ ଇଏ ପିଲାମାନେ ମୋଟାମୋଟି ଭାବରେ କହିବାକୁ ଗଲେ ତୁମର
ହଉଛି ଥିଲା ହଉଛି ଆମର ଭଗବତୀ ଚରଣ ପାଣିଗ୍ରାହୀଙ୍କର ଗଳ୍ପ ଥିଲା। ମୁଁ ତାକୁ ସଂକ୍ଷିପ୍ତରେ କହିକି ସାରିଛି ଅଳ୍ପ ସମୟ ମଧ୍ୟରେ। ତ ମୁଁ ଟିକେ ଟିକେ ସବୁ ଗଳ୍ପର କଥାବସ୍ତୁ ଏବଂ କୋଉ ପତ୍ରିକାରେ ପ୍ରକାଶିତ ହୋଇଛି ଏଇ ସବୁ କଥା ତମମାନଙ୍କୁ କହିଲି। ଆଉ କିଛି ପିଲାମାନେ ତାଙ୍କର ଇମ୍ପୋର୍ଟାଣ୍ଟ ଅଛି ଦେଖ ପିଲାମାନେ। ତ ମୁଁ ତମମାନଙ୍କୁ କହିଲି ଯେ ମାର୍କ୍ସବାଦୀ ଚିନ୍ତାଧାରାର କବି ହେଉଛନ୍ତି ଆମର ଭଗବତୀ ଚରଣ ପାଣିଗ୍ରାହୀ। ତାଙ୍କର ପତ୍ରିକା ଗୁଡିକ କଣ ଗୁଡାକ କହିଲି। ଆଉ ଗୋଟେ ପିଲାମାନେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ବୈଜ୍ଞାନିକ ସାମ୍ୟବାଦ ହେଲା, ଏଇଟା ଗୋଟେ ତାଙ୍କର ଅନୁବାଦ ଅଛି ବୈଜ୍ଞାନିକ ସାମ୍ୟବାଦ। ଲେଖ ଯେ ବୈଜ୍ଞାନିକ ସାମ୍ୟବାଦ କାର୍ଲମାର୍କ୍ସଙ୍କ କମ୍ୟୁନିଷ୍ଟ ମାନିଫେଷ୍ଟର ଏକ ଅନୁବାଦ। ସମସ୍ତେ ଲେଖ ଏ କ୍ୱେଶ୍ଚନ ଟା ଯେ ତାଙ୍କର ଗୋଟେ ଅନୁବାଦ ମାନେ ତ ବୁଝିପାରୁଥିବ ଯେ ବୈଜ୍ଞାନିକ ସାମ୍ୟବାଦ ତାଙ୍କର ଗୋଟେ ଅନୁବାଦ ଅଛି ବୈଜ୍ଞାନିକ ସାମ୍ୟବାଦ, ଯାହାକି କାର୍ଲମାର୍କ୍ସଙ୍କ କମ୍ୟୁନିଷ୍ଟ ମାନିଫେଷ୍ଟର ଏକ ଅନୁବାଦ। ଠିକ ଅଛି। ଆଉ ତ ଜାଣିଛ ନବଯୁଗ ମଣ୍ଡଳ ଆଉ ପାଠ୍ୟଚକ୍ର ମଣ୍ଡଳ ସଂସ୍ଥା ମଧ୍ୟ ସେ ଗଠନ କରିଥିଲେ। ଏଇ ସବୁ ରହିଲା। ଆଉ ତାଙ୍କ ବିଷୟରେ ଗଳ୍ପ ସମସ୍ତଙ୍କର ମୋର ଅନୁରୋଧ ଯେ ହଉଛି ତମମାନେ ସମସ୍ତେ ପଢ ଗଳ୍ପ ଗୁଡିକ। ତାପରେ ଆମ ନେକ୍ସଟ କ୍ଲାସରେ ତମ ଗଳ୍ପ ଗୁଡିକ ପଢିକି ଆସିବା ପରେ ମତେ ନିଶ୍ଚିତ ଜଣେଇବ ହେଲା। ହଉ ଠିକ ଅଛି ପିଲାମାନେ, ଟିକେ ରେକର୍ଡିଂ ଟା ଷ୍ଟପ ହେଇଯାଉ। ଠିକ ଅଛି ପିଲାମାନେ, ତମର ଆଉ ଯଦି ମୁଁ ତୁମମାନଙ୍କୁ କହିଥିଲି ଯେ କ୍ଲାସ ରେକର୍ଡିଂ ହଉଛି, ଯଦି ଆଉ କାହାରି କିଛି ବୁଝିବାର ଅଛି କି କହିବାର ଅଛି ମତେ ପଚାରି ପାରିବ। ଗଳ୍ପର ନାଁଟା କଣ? କଣ ଗଳ୍ପର ନାଁଟା? ମିଶ୍ରଙ୍କ କପ। ପିଲାମାନେ ଆଙ୍କର ଗଳ୍ପ କେହି ପଢିଛ ନା ପଢିନ? ଟିକେ ପଢିବ ପିଲାମାନେ, 12ଟା କ୍ୱେଶ୍ଚନ ଅଛି। ତ ଆଜି ଆମେ ଭଗବତୀ ଚରଣ ପାଣିଗ୍ରାହୀଙ୍କର ପଢିଲେ, ନେକ୍ସଟ ପିଲାଙ୍କର 30 ତାରିଖ ଏକ୍ଜାମ ଅଛି। ଯଦି ଗୋଟେ ଖଣ୍ଡେ କ୍ୱେଶ୍ଚନ ବି ପଡିଗଲା ବହୁତ ଭଲ ହବ। ଆଉ କଣ କାହାର ପଚାରିବାର ଅଛି ପିଲାମାନେ ପଚାର। ତାଙ୍କ ଜନ୍ମ ଡେଟ୍ ଟା? ତାଙ୍କର ଜନ୍ମ ତାରିଖ 1908 ଫେବୃଆରୀ 1 ବିଶ୍ୱନାଥପୁର ପୁରୀ। ମୃତ୍ୟୁ ଡେଟ୍ 1943 ଅକ୍ଟୋବର 23। କିଛି କଥା ନାହିଁ ପିଲାମାନେ, ମୁଁ ଯାହା ପଢେଇଲି ତମର ଭଏସ ରେକର୍ଡ ହେଇଛି, ତମର ୟୁଟ୍ୟୁବରେ ଅପଲୋଡ ହବ ହେଲା। ମାନେ ନେକ୍ସଟ ବି ତମେ ରଖିକି ତାକୁ ହଉଛି କରେକ୍ସନ କରିପାରିବ। ଠିକ ଅଛି ପିଲାମାନେ। ଆଜି ତ କେତେ ତାରିଖ ହେଇଗଲା ରେ? 18 ତାରିଖ ହେଇଗଲା। ଆଉ ତମର ସିପିଟି ପିଲାମାନଙ୍କର କୋଉ ଦିନ ରେଜଲ୍ଟ ଆସିବ? ମୁଁ ଏପର୍ଯ୍ୟନ୍ତ କିଛି ଇନଫରମେସନ ଦେଇନାହାନ୍ତି। ଏବେ ଆସିବନି। ନ ଆସୁ ତମେ ଆମର ନେଟ ପାଇଁ ପଢ ସମସ୍ତେ, ଆମର ଏକାବେଳେ ନେଟ ଦବ।